ଜୟ ଜଗନ୍ନାଥ ସାଙ୍ଗମାନେ। ସକାଳୁ ତ ଟିକେ ଜାଗା ଟିକେ ଘରେ ପୂଜାପୂଜି ସବୁ କିଛି କରାହେଲା। ପୂଜାପୂଜି ସାରିଥିଲି, ଏଇନାଟି ଫ୍ରି ହେଲି। ଆଉ କ'ଣ କହିବା, ଆପଣଙ୍କ ସାଥିରେ ବହୁତ କଥା ହେବାର ଅଛି। ଆଉ କଥା ତ ହେବି ନିଶ୍ଚିନ୍ତ। ଆପଣ ଖାଇଲେଣି କି ନାହିଁ? ଆଉ ମୁଁ ତ ଖାଇନି ଏବେ ଯାକେ। ଏବେ ତ ସବୁ ପୂଜାପୂଜି ସରିଲା, ମନ୍ଦିର ସନ୍ଧ୍ୟାବେଳେ ଯିବି। ଆଉ କ'ଣ କରିବା, ଯାଇଥିଲି ଫୁଲ ତୋଳିବାକୁ। ଫୁଲ ତୋଳୁଥିଲି, ଗୋଟିଏ ଗଛରୁ ଫୁଲଟିଏ ତୋଳୁଥିଲି। ଦେଖିଲି ଗୋଟେ ଭଁଅର ପୋକଟି ସେ ଗଛରେ ରହିଛି। ଆଉ ସେଇ ଫୁଲଟିକି ନ ଆଣିବା ପରେ ମୁଁ ଯେତେବେଳେ ଭାବିଲି ମୁଁ ଯାଇକି ଫୁଲଟିକି ଆଣିବି, କିନ୍ତୁ ସେ ଫୁଲଟିକି ସାଙ୍ଗମାନେ ଆଣିପାରିଲିନି। କାହିଁକିନା ସେ ଭଁଅର ପୋକ ଏତେ ସୁନ୍ଦର, ସେ ତା ଉପରେ ବସି ତାଠୁ କେତେ ମହୁ, କେତେ ପ୍ରେମ, କେତେ ସ୍ନେହ ତାର ସେ ଚୁମୁଡ଼ିକି ଖାଇ ଚାଲିଛି। ମୋତେ ଭାରି ଦୁଃଖ ଲାଗିଲା ଦେଖିକି। ସେ ଫୁଲଟିକି ଆଉ ହାତ ଦେଲିନି। ଆଉ ତାପରେ ମୁଁ ପଳେଇ ଆସିଲି ଦୂରେଇକି ଆସିକିରି ଏଠୁ ଘରେ ବସିଲି। ଏଠୁ ଆସିଲେ ମୋ ଜଣେ ସାଙ୍ଗ, ସିଏ ଆସିକି ଦେଖା କରିକି ପଳେଇଲେ। ଆଉ କହିଲେ ଯେ ଆଉ ମୁଁ ଯାଇଥିଲି ଗୋଟେ ବଗିଚାକୁ ଫୁଲ ଆଣିବା ପାଇଁ, ଆଉ ସେ ଫୁଲଟିକି ଛିଣ୍ଡେଇକି ଆଣିପାରିଲିନି। ବୋଲି ଦେଖ, ତୁମେ ସେ ଫୁଲଟାକୁ ଛିଣ୍ଡେଇକି ଆଣିବା କଥା ନା, ତା ମାହାପଡ଼ି ଯେଉଁ ପଡ଼ିଛି, ଆଉ ଛାଡ଼ି ଦେଇକି କେମିତି ପଳେଇ ଆସିଲ? କହିଲେ ନାଇଁ ମୁଁ ଆଣିଥାନ୍ତି ଯେ ସେ ପୁରା ମାନେ ଫୁଲରେ କିନା ବସିକି ଗୋଟେ ଭଁଅର ପୋକ ନା, ଆଉ ତାକୁ ଚୁମା ଦେଉଛି, ଆଉ ତାଠୁ ସବୁ କିଛି ତାର ଟାଣି ନେଉଛି। ମୁଁ କେମିତି ସେ ଫୁଲଟାକୁ ଛିଣ୍ଡେଇବି? ମାନେ ମୋ ସାଙ୍ଗ କହିଲା, ମୁଁ କହିଲି ଆରେ ଆଉ ସିଏ ଯଦି ଟାଣି ନେଇଗଲା, ଆଉ କି ସେ ଚୁମି ଦେଲା, ଫୁଲଟା ତ ସେ ଗୋଟେ ଭଁଅର ପୋକ, ସେଇଟା କ'ଣ ଗୋଟେ ମଣିଷ? ଆଉ ସେଇଟା କ'ଣ ମାରା ହେଇଗଲା? ନା ନାଇଁ, ସିଏ ଅଲରେଡ଼ି ଅଲୁଡ଼ା ହେଇଗଲା। ଅଲୁଡ଼ା ମାନେ ମାରା ହେଇଗଲା। ମୁଁ ସେ ଫୁଲକୁ ଆଣିବିନି। ବୋଲି ତମ ଭଳିଆ ମୂର୍ଖ କେଉଁ ଦୁନିଆରେ ଅଛି? ଆଉ ସିଏ ତ ଭଁଅର ପୋକ, ତାର ବସିକି ଫୁଲ ଉପରେ ବସିକି ତାର ସିଏ କ'ଣ କରୁଛି କ'ଣ ନାହିଁ ସିଏ ଦେଖୁଛି। ଆଉ ତମେ କ'ଣ ଜାଣିଗଲ ଯେ ସିଏ ଏମିତି ଅସିଦ୍ଧ ହେଇଗଲା? ନା ହଁ, ସେ ଅସିଦ୍ଧ ହେଇଗଲା। ଯେହେତୁ ଫୁଲ ଉପରେ ଭଁଅର ପୋକ ଉଡ଼ୁଛି ମାନେ ସେ ଅସିଦ୍ଧ ହେଇଗଲା। ସେଠୁ ମୁଁ ଥାଇକି ଉତ୍ତର ଦେଲି, ମୁଁ ଦେଖ, ଆଉ ଆଜି ଫୁଲ ଉପରେ ଭଁଅର ପୋକ ବସିକି ତୁମର ଅସିଦ୍ଧ ହେଇଗଲା, ଆଉ କାଲି ଯାକ ତୁମେ ବାହା ହେବ, ଆଉ ସିଏ କ'ଣ ତୁମର ଅସିଦ୍ଧ ହେବନି? ନା ଗୋଟେ ବାହାଘର, ଗୋଟେ ଫୁଲ ସାଙ୍ଗରେ କ'ଣ ସମାନ କରିବ ଗୋଟେ ବାହାଘରକୁ? ବୋଲି ଦେଖ, ବାହାଘରଟା ଭାଙ୍ଗିଦେଲେ ଆଜି ଗଢ଼ିଥିବ, କାଲି ଭାଙ୍ଗିଯିବ। ଫୁଲଟା ସବୁବେଳେ ଫୁଟୁଥିବ। ସେ ଭଁଅର ପୋକ ଯୁଆଡ଼େ ଥାଉ ନା କାହିଁକି, ସେ ଉଡ଼ି ଆସିକି ସେ ଫୁଲରେ ବସି ସେ ଆରାମସେ ତାର ମହୁମାଛି ତାର ଯେମିତି ଖାଇବା କଥା ସେ ଖାଇ ଚାଲିଥିବ, ତାର ରସ ସବୁ ସେ ଖାଇ ଚାଲିଥିବ। ଏମିତି ହେଇକି ମୋ ସାଙ୍ଗର ମୋର ବହୁତ ଯୁକ୍ତିତର୍କ ଲାଗିଲୁ। ଆଉ ଯୁକ୍ତିତର୍କ ଲାଗିଲା ବୋଲି ସିଏ ମୋତେ ବହୁତ ଖରାପ ବ୍ୟବହାର କଲା ଭିତରେ ମୁଁ କହିଲି, ଯା, ତୁ ଯେଉଁ ଯାଇଥିଲୁ ତୋ ମନକୁ ସ୍ଥିର କର ତ ଘରେ ବସିକି, ଆଉ କେଉଁଟା ଠିକ୍ କେଉଁଟା ଭୁଲ, ତାପରେ ତୁ ଯିବୁ ସେ ଫୁଲରାଣୀ ପାଖକୁ ଯାଇକି ଦେଖିବୁ ଭଁଅର ପୋକ ଅଛି ନା ନାହିଁ। ସେଠୁ ଅଧଘଣ୍ଟେ ଯାଇ ଘଣ୍ଟାଟେ ହେଲା। ଆଉ ମୋତେ କହିଲା କି ଆଉ ଭାଉଜ, ହଁ ମୁଁ ଯାଉଛି ସେ ଫୁଲ ପାଖକୁ।